ଅମାନିଆ ଗାଡ଼ି ଚାଳକଙ୍କୁ ଆଉ ତ୍ରାହି ନାହିଁ। ଇ ଚାଲାଣ ପାଇଁ ପରିବହନ ବିଭାଗର ବଡ଼ ଟାର୍ଗେଟ। ଯଦି ଆପଣ ଜଣେ ଗାଡ଼ି ଚାଳକ ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ବର୍ତ୍ତମାନ ପରିବହନ ବିଭାଗ ବଡ଼ ଘୋଷଣା ଜାରି କରିଛି ଗାଡ଼ି ଚାଳକଙ୍କ ପାଇଁ। ପରିବହନ ବିଭାଗ ତରଫରୁ କ'ଣ ରହିଛି ବଡ଼ ଘୋଷଣା? এই ভিডিও মাধ্যমে মু ଆପଣମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି, କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଡେଲି ପାଇପାରିବେ। ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗର ବଡ଼ ପଦକ୍ଷେପ। ଏଣିକି ମୋଟର ସାଇକେଲ ଠାରୁ ଆରମ୍ଭ କରି ପରିବହନ କରୁଥିବା ଗାଡ଼ି ଉପରେ କଡ଼ା ଚେକିଂ ସହ ଅମାନିଆଙ୍କ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି କରିଛି ବିଭାଗ। ଆରଟିଓ ମାନଙ୍କୁ ବଡ଼ ଟାର୍ଗେଟ ଫିକ୍ସ କରିଛି ପରିବହନ ବିଭାଗ। ତ କ'ଣ ରହିଛି ବଡ଼ ଖବର, ଆସନ୍ତୁ ତା ଉପରେ ନଜର ପକାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି କି? ହେଲମେଟ୍ ପିନ୍ଧି ନାହାନ୍ତି କି? ସିଟ୍ ବେଲ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି କି? ମୋବାଇଲ ଫୋନରେ କଥା ହୋଇ କିମ୍ବା ମଦ ପିଇ ଗାଡ଼ି ଚଲାଉଛନ୍ତି କି? ଏଣିକି ସବୁ ଅମାନିଆ ହେଇଯାଆନ୍ତୁ ସାବଧାନ। ଫାଇନ୍ ଆଦାୟ ପ୍ରତିଯୋଗିତାରେ ମାତିଲା ପରିବହନ ବିଭାଗ। ଆରଟିଓ ମାନଙ୍କ ପାଇଁ ଫିକ୍ସ ହେଲା ଇ ଚାଲାଣ ଟାର୍ଗେଟ। ଚାଲାଣ ବାବଦରେ ଅର୍ଥ କଲେକ୍ସନ କରି ନ ପାରିଲେ ହୋଇପାରେ ଆକ୍ସନ। ଦେଖନ୍ତୁ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଆରଟିଓ ମାନଙ୍କୁ ଟାର୍ଗେଟ ଦିଆଯାଇଛି। ଯଦି ସେମାନେ ଇ ଚାଲାଣ ମାଧ୍ୟମରେ ଅର୍ଥ କଲେକ୍ସନ କରିପାରିବେନି ତାହେଲେ ସେମାନଙ୍କ ଉପରେ ପରିବହନ ବିଭାଗ ତରଫରୁ ବଡ଼ ଆକ୍ସନ ନିଆଯିବ। ସେଥିପାଇଁ ଏବେ କଡ଼ାକଡ଼ି ଚେକିଂ ହେବ। ଆପଣମାନଙ୍କୁ ଟ୍ରାଫିକ ପୁଲିସ ନ ଅଟକାଇ ଚାଲାଣ ନ କାଟିଲେ ବି ଆପଣମାନଙ୍କର ଅଟୋମେଟିକ୍ ଚାଲାଣ କଟିବ। ଆପଣ ଫାଇନ୍ ଦେବା ପାଇଁ ବାଧ୍ୟ ହୋଇଯିବେ। ଆପଣମାନଙ୍କର ଇ ଚାଲାଣ କଟିଲେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ହଠାତ୍ ଟଙ୍କା ମଧ୍ୟ କଟିଯାଇପାରେ। କ'ଣ ରହିଛି ଏହାକୁ ନେଇ ସମ୍ପୂର୍ଣ୍ଣ ଖବର, ଆସନ୍ତୁ ଥରେ ନଜର ପକାଇବା। ସଡ଼କ ଦୁର୍ଘଟଣା ରୋକିବାରେ ପରିବହନ ବିଭାଗ ଯେତିକି ଚିନ୍ତିତ ନୁହଁ ତାଠୁ ଅଧିକ ଚିନ୍ତିତ ଇ ଚାଲାଣ ପାଇଁ। ଏ ହେଉଛି ପରିବହନ ବିଭାଗର ସେହି ଚିଠି। କେଉଁ ଆରଟିଓ ମାସକୁ କେତେ ଫାଇନ୍ ଆଦାୟ କରିବେ, ସେଥିପାଇଁ ଟାର୍ଗେଟ ଫିକ୍ସ କରିଛି ପରିବହନ ବିଭାଗ। କେବଳ ଭୁବନେଶ୍ୱରରେ ଥିବା ଆରଟିଓ 1, ଆରଟିଓ 2, ଖୋର୍ଦ୍ଧା ପାଇଁ 1,21,00,000 ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟଙ୍କାକୁ ଫାଇନ୍ ଆକାରରେ ଅତିରିକ୍ତ ଆରଟିଓ, ଏମଭିଆଇ, ଜୁନିୟର ଏମଭିଆଇ ଓ ଟ୍ରାଫିକ ଇନ୍ସପେକ୍ଟର ଆଦାୟ କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱର ଥିବା ଆରଟିଓ 1, ଆରଟିଓ 2, ଖୋର୍ଦ୍ଧା ପାଇଁ କେବଳ ଆପଣ ଦେଖନ୍ତୁ 1,21,00,000 ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟଙ୍କାକୁ କେଉଁମାନେ ଆଦାୟ କରିବେ? ଆପଣମାନଙ୍କର ଅତିରିକ୍ତ ଆରଟିଓ, ଏମଭିଆଇ, ଜୁନିୟର ଏମଭିଆଇ, ଟ୍ରାଫିକ ଇନ୍ସପେକ୍ଟର ଏଇମାନେ ଇ ଚାଲାଣ ଟଙ୍କା ଆଦାୟ କରିବେ। ଯେମିତି କଟକ, ଅନୁଗୁଳ ଆରଟିଓ ପାଇଁ 62 ଲକ୍ଷ, ଗଞ୍ଜାମକୁ 67 ଲକ୍ଷ, ଝାରସୁଗୁଡ଼ା ପାଇଁ 60 ଲକ୍ଷ, ଚଣ୍ଡିଖୋଲ, ବାଲେଶ୍ୱର, ଭଦ୍ରକ, ରାଉରକେଲା ପାଇଁ 64 ଲକ୍ଷ, ଯାଜପୁର ଓ କେନ୍ଦ୍ରାପଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ପାଇଁ 52 ଲକ୍ଷ, ନୟାଗଡ଼ ପାଇଁ 47 ଲକ୍ଷ ଟଙ୍କାର ଟାର୍ଗେଟ ଦେଇଛି ପରିବହନ ବିଭାଗ। ଆପଣମାନେ ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ମୋଟା ରକମର କଲେକ୍ସନ କରିବା ପାଇଁ ପରିବହନ ବିଭାଗ ତରଫରୁ ଟାର୍ଗେଟ ମିଳିଛି। ଯେଉଁମାନେ ଆରଟିଓ ଇନ୍ସପେକ୍ଟର ରହିଛନ୍ତି ତ ସେମାନେ ହିଁ ଏହି ଟଙ୍କା ଗୁଡ଼ିକ କଲେକ୍ସନ କରିବେ। ବହୁତ କଡ଼ାକଡ଼ି ନିୟମ ପାଳନ କରାଯିବ। ତ ତା ପୂର୍ବରୁ ଆପଣମାନେ ସତର୍କ ଆଉ ସଚେତନ ହୁଅନ୍ତୁ। ଆପଣମାନଙ୍କର କେଉଁ କେଉଁ ଡକୁମେଣ୍ଟସ୍ ଗୁଡ଼ିକ ନିହାତି ରହିବା ଜରୁରୀ, ଆପଣମାନେ କେଉଁ ଭୁଲ ମଧ୍ୟ କରିବେନି ରାସ୍ତାରେ ଗାଡ଼ି ଚଲାଇବା ସମୟରେ, ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ଆମେ ଆଲୋଚନା କରିବା। ତ ଚାଲନ୍ତୁ ଏବେ ପରିବହନ ବିଭାଗ ତରଫରୁ କ'ଣ ବଡ଼ ଖବର ରହିଛି ଆଉ କେତେ କେତେ ଟଙ୍କା କେଉଁ କେଉଁ ଜିଲ୍ଲାରେ ଆପଣ ମଧ୍ୟ ଜାଣିଗଲେ।
ତା ସହିତ ପରିବହନ ବିଭାଗ ତରଫରୁ ଆଉ କ'ଣ ବଡ଼ ଘୋଷଣା ରହିଛି ଆସନ୍ତୁ ତାପରେ ନଜର ପକାଇବା। ଆପଣମାନଙ୍କର ପ୍ରତି ମାସ ପାଇଁ ଟାର୍ଗେଟ୍ ରହିଛି। ଯଦି ଆପଣମାନଙ୍କର କିଛି ବି ଭୁଲ ରହୁଛି ଆପଣମାନଙ୍କ ପାଇଁ ମଧ୍ୟ ଇ ଚାଲାଣର ବ୍ୟବସ୍ଥା ରହିଛି, ତାହା ପୁଣି ମୋଟା ରକମର। ଏଇଭଳି ରାଜ୍ୟର ସବୁ ଆର୍ଟିଓମାନଙ୍କୁ ଲମ୍ବା ଚିଠି ଦେଇଛି ବିଭାଗ। ପ୍ରତି ମାସ ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ୍ ନେଇ ରାଜରାସ୍ତାକୁ ଓହ୍ଲାଇବେ ଆର୍ଟିଓ ଅଧିକାରୀ। ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଡ଼ି ଚାଳକ ଏବଂ ସଡ଼କ ସୁରକ୍ଷା କର୍ମୀ। ମାତ୍ର 5% ଅମାନ୍ୟଙ୍କ ପାଇଁ 95% ଗାଡ଼ି ଚାଳକଙ୍କୁ କାହିଁକି ଟାର୍ଗେଟ୍ କରୁଛି ପରିବହନ ବିଭାଗ? ଆପଣଙ୍କର ବି ପ୍ରଶ୍ନ ରହିଥିବ। ପ୍ରତ୍ୟେକ ଅଞ୍ଚଳରେ ଯାନବାହନ ଚଳାଚଳ ଏବଂ 2025-2026 ଆର୍ଥିକ ବର୍ଷରେ ଚିହ୍ନଟ ହୋଇଥିବା ମୋଟର ଗାଡ଼ି ଅପରାଧକୁ ଆଧାର କରି ଏହି ଲକ୍ଷ୍ୟ ସ୍ଥିର କରାଯାଇଛି। ଏହି ଲକ୍ଷ୍ୟ ଆପଣମାନଙ୍କର 2026-2027 ଆର୍ଥିକ ବର୍ଷ ପାଇଁ ମଧ୍ୟ ସ୍ଥିର କରାଯାଇଛି। କେତେ ଫାଇନ୍ ଆଦାୟ ହୋଇଛି ତାହା ପର ମାସ 5 ତାରିଖରେ ରିପୋର୍ଟ ଜରିଆରେ ହିସାବ ଦେବାକୁ ଆର୍ଟିଓକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ହେଲମେଟ୍ କି ସିଟ୍ ବେଲ୍ଟ ନୁହଁ, ରଫ୍ ଡ୍ରାଇଭିଂ ଠାରୁ ଆରମ୍ଭ କରି ବେପରୁଆ ଡ୍ରାଇଭିଂ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଲବୁହା ଗାଡ଼ିରେ ଲୋକମାନେ ଗଲେ ଓ ଗାଡ଼ିରେ ଆବଶ୍ୟକତା ଠାରୁ ଅଧିକ ଲୋଡ଼ କଲେ ଏବଂ କୌଣସି ଗାଡ଼ିର ପଛପଟ ଲାଇଟ୍ ଜଳୁନଥିଲେ କଡ଼ା ଫାଇନ୍ ଆଦାୟ କରିବ ଅଧିକାରୀ। ଦେଖନ୍ତୁ, ଯଦି ଆପଣମାନଙ୍କର ଗାଡ଼ିରେ ପଛପଟ ଲାଇଟ୍ ଇଣ୍ଡିକେଟର ଯେଉଁ ରହିଛି ଜଳୁନାହିଁ, ସେ କ୍ଷେତ୍ରରେ ଆପଣମାନେ ଫାଇନ୍ ଦେବେ। ମାଲବୁହା ଗାଡ଼ିରେ ଯଦି କୌଣସି ପ୍ୟାସେଞ୍ଜର ଆପଣମାନେ ନେଉଛନ୍ତି ସେ କ୍ଷେତ୍ରରେ ମଧ୍ୟ ଆପଣ ଫାଇନ୍ ଦେବେ। ତାପରେ ଗାଡ଼ିର ଆବଶ୍ୟକତା ଠାରୁ ଅଧିକ ଯଦି ଆପଣ ଜିନିଷପତ୍ର ଲୋଡ଼ କରୁଛନ୍ତି ସେ କ୍ଷେତ୍ରରେ ମଧ୍ୟ ଆପଣ ଫାଇନ୍ ଦେବା ପାଇଁ ବାଧ୍ୟ। ତେବେ ରାଜ୍ୟରେ ରାଜସ୍ୱ ଆଦାୟ ବୃଦ୍ଧି ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ବିଭାଗକୁ ବଡ଼ ଟାର୍ଗେଟ୍ ଦିଆଯାଇଛି। ଟାର୍ଗେଟ୍ର ମୁଖ୍ୟ ଉଦ୍ଦେଶ୍ୟ କେବଳ ଫାଇନ୍ ଆଦାୟ ନୁହଁ, ବରଂ ଅମାନିଆଙ୍କୁ ଟ୍ରାକ୍କୁ ଆଣିବା ସହ ସଡ଼କ ଦୁର୍ଘଟଣା କମେଇବା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। 100% ଲକ୍ଷ୍ୟ ହାସଲ କରିବାକୁ ଆର୍ଟିଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମାସ 5 ତାରିଖରେ ଅଧିକାରୀଙ୍କ ଟାର୍ଗେଟ୍ ହାସଲ ନେଇ ସମୀକ୍ଷା କରାଯିବ ଏବଂ ଏଥିରେ ଅସଙ୍ଗତି ହେଲେ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।